ଆସନ୍ତୁ ଶୁଣିବା କ୍ଷୁଦ୍ର ଗଳ୍ପ ରଶ୍ମିରେଖା। ଗାଳ୍ପିକ କାଳନ୍ଦୀ ଚରଣ ପାଣିଗ୍ରାହୀ। ନିସ୍ପନ୍ଦ ଅନ୍ଧକାର ରାତ୍ରି। ଗୃହ ମଧ୍ୟରେ ଗୋଟିଏ କ୍ଷୀଣ ଦୀପାଲୋକ ବାୟୁ ସ୍ପର୍ଶରେ କମ୍ପିତ ହୋଇ ଉଠୁଛି। ନିକଟରେ ବସି ରୋଗୀର ମସ୍ତକରେ ସ୍ତ୍ରୀ ହସ୍ତ ସଞ୍ଚାଳନ କରୁଛନ୍ତି। ଅଳ୍ପ ସ୍ୱପ୍ନ ଓ ଅଳ୍ପ ଜାଗରଣ ମଧ୍ୟରେ ଅସ୍ୱସ୍ତିକର ନିଶ୍ୱାସ ତ୍ୟାଗ କରୁଛି ଏବଂ ଏହିପରି ସ୍ୱପ୍ନ ମିଶା ଜାଗରଣ ଅତୀତର ସ୍ମୃତିକୁ ସେ ରୋମନ୍ଥନ କରିଚାଲିଛି। କୋମଳ କଣ୍ଠରେ ବାରମ୍ବାର ସ୍ତ୍ରୀକୁ ସମ୍ବୋଧନ କରୁଛି। ସୁଧା ସୁଧା ଅଞ୍ଚଳରେ ଚକ୍ଷୁ ଢାଙ୍କିବା। ସୁଧା। ଓଃ, ମୃତ୍ୟୁର ନୀରବତା। ନିଶିଥର ଜଡ଼ୀଭୂତ ନୀରବତା ମଧ୍ୟରେ ଆକାଶ ପବନର ଏହି ନୀରବ ଅବସାଦ ମଧ୍ୟରେ ତୁମେ ମଧ୍ୟ ନୀରବ। ମନେ ଅଛି ପ୍ରିୟେ, ଆଉ ଦିନେ ଏହିପରି ନିଶିଥରେ ତୁମ ନୀରବତା ମୋର କେଡ଼େ ଅସହ୍ୟ ହୋଇଥିଲା। ପୁଣି ତାହା ମୋଚନ କରିବା ମୋର କି କଠିନ ସାଧନା ହୋଇପଡ଼ିଥିଲା। କିନ୍ତୁ ତାହା ଏପରି ନିରାନନ୍ଦ ନଥିଲା। ମନେ ଅଛି ନା? ଗ୍ରୀବା ବକ୍ର କରି ସ୍ତ୍ରୀର ମୁଖକୁ ଚାହିଁ ଚକ୍ଷୁରୁ ତାର ହସ୍ତ ଟାଣି ନିଜ ବକ୍ଷରେ ରଖିବା। ଏ କ'ଣ କରୁଛ ସୁଧା? ତମେ କାନ୍ଦୁଛ? ଛି ଛି ନିଧି ମୋର, କାହିଁକି? କ'ଣ ହୋଇଛି? ନା କିଛି ନୁହେଁ। ତୁମେ ଏସବୁ ଗପୁଛ କାହିଁକି? କ'ଣ ଗପୁଛି? ଟିକେ ଶୋଇ ରହ। ଦିନେ ଯେ ନିଜେ ଜାଗ୍ରତ ରହି ତୁମ ନିଦ୍ରାରେ ବ୍ୟାଘାତ ଜନ୍ମାଉଥିଲି, ଆଜି ପୁଣି ନିଜେ ଶୋଇ ତୁମକୁ ରଖିବି ଉଜାଗର? ନା, ତୁମେ ଶୋଇଗଲେ ମୁଁ ମଧ୍ୟ ଶୋଇଯିବି। ଆଚ୍ଛା, ତେବେ ଶୋଇ ରହେ। ଉଭୟ କିଛି କ୍ଷଣ ନୀରବ ରହିଲେ। ପୁଣି କ'ଣ ସେଇ ଆଲୋକରେଖାଟି? ସକାଳ ହୋଇନାହିଁ? କେବେ ହେବ? ଅଳ୍ପ କ୍ଷଣ ବାକି। ତୁମେ ଶୋଇଥିଲ? ହଁ। ମିଥ୍ୟା କଥା। ଏଇଟା ବ୍ରାହ୍ମ ମୁହୂର୍ତ୍ତ ନା? ହଁ। ପରସ୍ପର ଭିତରେ ବିଗତ ସ୍ୱପ୍ନ ଆଲୋଚନାର ସମୟ ମନେ ଅଛି? ଅଛି। ହଁ, ନ ରହିବ କାହିଁକି? 2 ଦିନ ଆଗର କଥା ଯେ। ତୁମେ ଶୋଇ ରୁହ। ଅଶ୍ରୁ ବିସର୍ଜନ କଲେ। ଆଚ୍ଛା ଆଚ୍ଛା। ଉଭୟ ପୁଣି ବହୁକ୍ଷଣ ନୀରବ ରହିଲେ। ଗୃହ ମଧ୍ୟରେ ଦୀପଟି ନିସ୍ତେଜ ହୋଇ ପଡ଼ିଛି। ଝରକାଗୁଡ଼ିକ ବନ୍ଦ, କିନ୍ତୁ ବାହାରେ ସଦ୍ୟ ପ୍ରସ୍ଫୁଟିତ ପଦ୍ମ ପରି ବିମଳ ପ୍ରଭାତ ପୂର୍ବ ଝରକାର ରନ୍ଧ୍ରେ ରନ୍ଧ୍ରେ ତାର ସଙ୍କେତ ପଠାଇ ଦେଇଛି। ଦୂରରୁ କୁକୁଟର ଚିତ୍କାର ଶୁଣାଯାଉଛି। ଗୃହ ଅଭ୍ୟନ୍ତର କ୍ରମେ ଆଲୋକିତ ହୋଇ ଉଠୁଛି। ଆସ୍ତେ ଆସ୍ତେ ରୋଗୀର ବାଁ ପାଖ କାନ୍ଥ ଦେହରେ ଝରକାର ଫାଙ୍କରେ ପଡ଼ିଛି ଗୋଟିଏ କ୍ଷୀଣ ରକ୍ତରଶ୍ମି। ସେ ଯେପରି ଏକ ରୂପସୀର କିଶୋରୀର ସଲଜ୍ଜ ହାସ୍ୟରେଖା। ରୋଗୀ ଆଖି ଫିଟାଇ ଚାହିଁବା ସଙ୍ଗେ ସଙ୍ଗେ ଉଜ୍ଜ୍ୱଳ ହୋଇ ଉଠୁଛି ତାର ମୁଖ। ସୁଧା, କ'ଣ ଏ ସେହି ଆଲୋକରେଖା ନା? ହଁ। ଆଜି ଭାରି ସୁନ୍ଦର ନା? ହଁ, ବେଶ। ପ୍ରଭାତ ତେବେ ହୋଇଛି? ହଁ। ମନେ ଅଛି ସୁଧା? ଆଉ ଦିନେ ଏହିପରି ପ୍ରଭାତରେ ମନେ ନାହିଁ? କ'ଣ ତୁମେ ସେତେବେଳେ ବାଳିକା? ଯୌବନର ବ୍ୟଥା ତମର ଅଙ୍ଗେ ଅଙ୍ଗେ ବିଦ୍ଧ ହୋଇନାହିଁ। ଉଦ୍ୟାନରେ ଆରକ୍ତ କର୍ଣ୍ଣମୂଳର ବ୍ୟଥିତ ସୂକ୍ଷ୍ମ ଲୋମରାଜି ପରେ। ଇସ୍, ତୁମର କିଛି ମନେ ନାହିଁ? ନା, ଲଜ୍ଜିତ ଭାବରେ କହିଲେ। ହଁ ସୁଧା, କେତେ କଳ୍ପନା, କେତେ ରଞ୍ଜିତ ସ୍ୱପ୍ନ, କେତେ ଅସଂବଦ୍ଧ ଆଳାପ ପ୍ରତି ମୁହୂର୍ତ୍ତକୁ ଚିରନ୍ତନ କରିଛି ଆମର। ଟିକେ ସ୍ଥିର ରହିପାରୁନାହଁ? ଗଳ୍ପ କହିବାକୁ ତ ଦିନେ ମୋତେ ଅସ୍ଥିର କରୁଥିଲ ସୁଧା ତମେ। ଯାଏଁ ତମ ପାଇଁ ପଥ୍ୟ ବନ୍ଦୋବସ୍ତ କରେ। ନାଇଁ ସୁଧା, ମୁଁ ତୁମକୁ ଛାଡ଼ି ତୁମ ସେବା ତ କୌଣସି ଦିନ ଚାହିଁ ନାହିଁ। ବନ୍ଧୁବାନ୍ଧବ ଯେ ଦୂରରୁ ଦୂରତର ହୋଇଗଲେ। ପ୍ରେମଟା କେଡ଼େ ଅନ୍ଧ। ତୁମ ବ୍ୟତୀତ ଏ ବିଶ୍ୱ ସଂସାରରେ କିଛି ଦେଖାଗଲା ନାହିଁ। ସେ କ'ଣ ତୁମ ସେବା ପାଇଁ? କଦାପି ନୁହେଁ। ମୋର ଆଣ ତୁମକୁ। ଟିକେ ସ୍ଥିର ହୁଅ, ମୁଁ ଟିକେ ଛାଡ଼ିକିରି ଆସୁଛି। ଯାଅ ସୁଧା। ସମସ୍ତ ରାତ୍ରି ଯେ ବିନିଦ୍ର ରହିଛି। ସୁଧାର ପ୍ରସ୍ଥାନ। ରଶ୍ମିରେଖା କ୍ରମେ ଉଜ୍ଜ୍ୱଳତର ହୋଇ ଶୁଦ୍ଧ ଶୁଭ୍ର ହୋଇ ଉଠିଛି। ଗୃହ ମଧ୍ୟଟି ସମ୍ପୂର୍ଣ୍ଣ ଆଲୋକିତ। ଚତୁଃପାର୍ଶ୍ୱରେ ସ୍ତ୍ରୀ ପୁରୁଷ ଉଭୟଙ୍କର ଛବି ଝୁଲୁଛି। ସୁଧା ଯେତେ ଧୀର ପଦରେ ଆସିଲେ ମଧ୍ୟ ତାହା ରୋଗୀର ନିଦ୍ରା ଭଗ୍ନ କରିବାକୁ ଯଥେଷ୍ଟ। ସୁଧା, କ'ଣ? ବିଶ୍ୱ ଚରାଚର ଚଞ୍ଚଳ ଗତିଶୀଳ, ମୁହଁ ଏକା ସ୍ଥିର ଆଉ ଗତିହୀନ। ତୁମେ ଯେ ରୁଗ୍ଣ ସେ କଥା ତ କହୁନାହିଁ ସୁଧା। ଆଉ କ'ଣ? ମୋର ଜୀବନ ଗୋଟା ଆଲୋଚନା କରି ଦେଖୁଛି। ଅଗ୍ରସର ହେବାର କ୍ଷମତା ଯେପରି ଆଉ ନାହିଁ। କାହିଁକି ଜାଣ ନାହିଁ ସୁଧା?
କି ବିପୁଳ ଆକାଂକ୍ଷା ଦିନେ ଏ ପ୍ରାଣରେ ଜାଗ୍ରତ ହୋଇ ଉଠିଥିଲା। ସେତେବେଳେ ଏ ଆକାଶ ଏତେ ଛୋଟ କାହିଁକି? ଏ ଆଲୋକ ଏତେ ମ୍ରିୟମାଣ, ଏ ପବନ ଏପରି ଅନାଟନ କାହିଁକି ବୋଲି ପ୍ରାଣରେ ଏକ ତୀବ୍ର ଅତୃପ୍ତି ଜାଗିଥିଲା। ଆଜି ସେସବୁ କାହିଁ? ସମସ୍ତ ଯେପରି ସ୍ୱପ୍ନ। ରଶ୍ମିରେଖାଟି ଏପରି ମ୍ଳାନ ଦେଖାଯାଏ ଯେ ସୁଦ୍ଧା ସୂର୍ଯ୍ୟକୁ ମେଘ ଢାଙ୍କିଥିବ। ହେବ ଶରତର ଖଣ୍ଡ ବୌଦରେ ଢଙ୍କା ପଡ଼ିଥିବ। ବର୍ତ୍ତମାନ ପୁଣି ମୁକ୍ତ ହେବ ଯେ। ହଁ ହଁ ସୁଦ୍ଧା, କ'ଣ କହୁଥିଲି କି? ମୋର ସେହି ଜୀବନର ପ୍ରଥମ ପ୍ରଭାତ, ସେ ପ୍ରଭାତକୁ କେତେ ଯେ କୃଷ୍ଣ ମେଘ ଆଚ୍ଛନ୍ନ କରିଛି, କେତେ ଶ୍ରୀହୀନ ଦିନତାର ଛାୟା ତା ଉପରେ ପଡ଼ିଛି। ନିଜ ଅସ୍ତିତ୍ୱ ବିଷୟରେ ସେତେବେଳେ କେବଳ ତୁମରିଠାରୁ ବିଶ୍ୱାସ ତୁଟି ଯାଇଛି। ସେତେବେଳେ କେବଳ ତୁମରିଠାରୁ ବୁଝିଲି ଯେ ମୁଁ ଅଛି, ତମ ପାଇଁ ପଥି ଆଣିଯାଇ। ଆଉ ସୁଦ୍ଧା ଆପଣଙ୍କୁ ତୁମ ନିକଟରେ ପ୍ରକାଶ କରିବାକୁ ମୋତେ ଟିକେ ଦିଅ। ସେ ଯେ ମୋର କି ସାନ୍ତ୍ୱନା। ଡାକ୍ତର ଯେ ପରେ ଡାକ୍ତର କଥା। ହଁ ସୁଦ୍ଧା, ଦୁଃଖ ପାଏ ସୁଖ ପାଏ, ମୁଁ କେବଳ ଜୀବନ ଲୋଡ଼ୁଛି। ଯାହା କରେ ଯାହା ନ କରେ ସବୁ ଯେପରି ମୋର ଜ୍ଞାତସାରର ହୁଏ, ସବୁ ଯେପରି ହୃଦୟଙ୍ଗମ କରିପାରେ। କିନ୍ତୁ ସୁଦ୍ଧା ମୋର ଚଳନ୍ତି ନୌକା ଯେ ରୋଗୀର ଚକ୍ଷୁ ଲୋତକପୂର୍ଣ୍ଣ। ତମର ଏହି ଦୁର୍ବଳ ଦେହ, ସେଥିରେ ପୁଣି ଏତେ ଶୋକ। ବ୍ୟଥିତ ଚିତ୍ତରେ ସ୍ୱାମୀଙ୍କର ଚକ୍ଷୁ ପୋଛିବା। ବହୁଦିନ ପରେ ଯେ ଆଜି ପ୍ରଥମେ କାନ୍ଦିଲି ସୁଦ୍ଧା। ମଧ୍ୟାହ୍ନ ହୋଇଛି, ତମେ ଶ୍ରାନ୍ତ। ହଁ ଠିକ୍, ରଶ୍ମିରେଖାଟା ଆଉ ଦେଖାଯାଉ ନାହିଁ। ସୂର୍ଯ୍ୟ ଉପରକୁ ଉଠିଛି। ମଧ୍ୟାହ୍ନ, ରବି କିରଣ ପ୍ରଖର। ରୋଗୀ କ୍ଳାନ୍ତ ହୋଇ ପଡ଼ିଛି ସେଇ ରଶ୍ମିରେଖାକୁ ଚାହିଁ ଚାହିଁ। ବର୍ତ୍ତମାନ ପୁଣି ସେଇ ଶୂନ୍ୟ ଜାଗାଟାକୁ ଚାହିଁ ବାରମ୍ବାର ଚକ୍ଷୁ ବନ୍ଦ କରୁଛି। କିନ୍ତୁ ଚକ୍ଷୁ ମୁଦ୍ରିତ କଲେ ଯେପରି, ମୋଚନ କଲେ ମଧ୍ୟ ସେହିପରି। ସେ ରଶ୍ମିରେଖାଟା ଅବା ତାକୁ ଦେଖାଯାଉଛି। ଝିଙ୍କାରି କେଉଁ ଲତାପତ୍ରରେ ଲୁଚି ଅବିରାମ ତାର ହୃଦୟ ବିଦାରକ ଧ୍ୱନିରେ ନିର୍ଜୀବ ନୀରବତାକୁ ଦୁଇଭାଗ କରିଦେଉଛି ଏବଂ ଏକାକୀ କାକଟିଏ ଭୁଲରେ ଯେପରି ଘଡ଼ିକେ ପ୍ରହରକେ ଡାକି ଉଠୁଛି। ମଧ୍ୟାହ୍ନ ସୁଦ୍ଧା, ଟିକେ ବିଶ୍ରାମ କର। ଶ୍ରମ ନ କରି ଜୀବନମୟ ଯେ ବିଶ୍ରାମ ନେଇଛି ପ୍ରିୟେ, କ୍ଷତି କ'ଣ? ତମେ ବୁଝିବ ନାହିଁ ପ୍ରିୟେ। ମୁଁ ଯେ କେବଳ ବ୍ୟର୍ଥତାର ଗୋଟେ କରୁଣ ସଜୀବ ଛବି। ସେ କ'ଣ? ମନେ ଅଛି ସୁଦ୍ଧା, ଦିନେ ମୁଁ ଗୀତ ଗାଉଥିଲି ଆଉ ଛବି ଆଙ୍କୁଥିଲି। ଅଛି। ଏବେ ସେସବୁ ବନ୍ଦ ହୋଇଛି ଜାଣ। ହଁ, ହେଲା ବା କ'ଣ ସେଉଠୁ? ତୁମେ କେବଳ ମୋର ବାହାରଟାକୁ ନେଇଛ, ମୋର ଅନ୍ତପୁରର ସମ୍ବାଦ ରଖି ନାହଁ। ଏସବୁ ମୁଁ କିପରି ବୁଝିବି ଯେ? ନା, ବୁଝିବା ଆବଶ୍ୟକ ନଥିଲା। ତୁମେ ସହଜ ଭାବରେ ଯେତିକି ପାରିଛ ସେତିକି କରିଛ। ମୋର ଯେ ପ୍ରାଣ ନାହିଁ, କେବଳ ପିଣ୍ଡ ଅଛି। ମୋ ଅନ୍ତରର ଶିଳ୍ପୀର ଯେ ମୃତ୍ୟୁ ହୋଇଛି, ଏସବୁ ତ ମୁଁ କିଛି ଜାଣେ ନାହିଁ। କିପରି ଜାଣିବ ସୁଦ୍ଧା? ଜାଣିବାକୁ ତ ଗୋଟିଏ ସାମର୍ଥ୍ୟ ଲୋଡ଼ା। ତୁମକୁ ସୁଖୀ ରଖିବାକୁ, ତୁମର ଏହି କ୍ଳାନ୍ତ ବଦନ ମଣ୍ଡଳକୁ ସତେଜ ରଖିବାକୁ ମୁଁ ଯେ ବହୁ ପୂର୍ବରୁ ତମରି ଭାବନା, ଈଶ୍ୱର ଭାବନା ନିଜ ସ୍କନ୍ଧରେ ବହନ କରି ନେଇଛି। ସେସବୁ ଗୋପନ ବାର୍ତ୍ତା। ନିର୍ବୋଧ ଦୃଷ୍ଟିରେ ସୁଦ୍ଧା ଚାହିଁ ରହିବା। ମୋର କଳ୍ପନା ମନ୍ଦିର ଆଜି ଆକାଶରେ ମିଳାଇ ଯାଇଛି। ମୋର ଆଶା ଆକାଂକ୍ଷା ବୃନ୍ତଚ୍ୟୁତ କୁସୁମ ସମ ଗୋଟି ଗୋଟି ଧୂଳିରେ ଲୁଣ୍ଠିତ ହୋଇଛି। ମୋର ଧନ ମାନ ଯଶ ସମ୍ଭ୍ରମ କିଛି ହିଁ ନାହିଁ। ସେସବୁ ତ ଦରକାର ନଥିଲା। ନା, ମୋର ଦରକାର ନଥିଲା, କିନ୍ତୁ ସଂସାରର ଥିଲା। ବନ୍ଧୁ ସ୍ୱଜନଙ୍କର ତ ଥିଲା, ସେ ସତ କଥା। ବଡ଼ କଥା ହେଉଛି ଜୀବନଟାକୁ ପୂର୍ଣ୍ଣ ରୂପେ ଯେ ଉପଭୋଗ କରିପାରିଲି ନାହିଁ। ପ୍ରେମ ବୋଲି ଯାହା ଲାଭ କଲି, ସେ କେବଳ ସ୍ୱାର୍ଥପରତା। ସେଥିରେ ନିଜକୁ ଦେବାର ଆନନ୍ଦ ଅଛି, ଅପରକୁ ଗ୍ରହଣ କରିବାର ସାନ୍ତ୍ୱନା ଅଛି, କିନ୍ତୁ ତାହାର ପରିଣତି କାହିଁ? ତହିଁରେ ସୃଷ୍ଟିର ଆନନ୍ଦ, ପ୍ରକାଶର ଆନନ୍ଦ ଯେ ନାହିଁ ପ୍ରିୟେ, ସେ କିପରି? ଫୁଲର ଆନନ୍ଦ ପରିଣତି ଯେ ଫଳ ଧରିବା ପାଇଁ, ସେ ତ ନିଜଠାରେ ଆବଦ୍ଧ ନୁହେଁ। ଆହୁରି ବେଶୀ ସୃଷ୍ଟି ଯେ ତାର ଚରମ ଲକ୍ଷ୍ୟ। ଜୀବଜଗତରେ ଏହିପରି ଆନନ୍ଦ ପ୍ରସୂତ ସୃଷ୍ଟିର କ୍ରିୟା ଅହରହ ଚଳୁଛି, କିନ୍ତୁ ମୋର ଶିଳ୍ପୀ ଶିଶୁ ଗର୍ଭରେ ହିଁ ସମାପ୍ତ। ତୁଳିକା ମୋର ମସିଯୁକ୍ତ, କଣ୍ଠ ମୋର ଛନ୍ଦହୀନ। ପଶ୍ଚିମ ଝର୍କା ପାର୍ଶ୍ୱରେ ସେହି ରଶ୍ମିରେଖାଟି ପୁଣି ଦେଖାଦେଇଛି ଏବଂ ଅତି ଧୀରେ ତାହା ଉଠୁଛି ଊର୍ଦ୍ଧ୍ୱକୁ। ତେଜ କ୍ରମେ କ୍ଷୀଣତର। ରୋଗୀ ସେହି ଦିଗକୁ ଦୃଷ୍ଟି ରଖି ଟିକିଏ ହସିଲା।
ସେ ହାସ୍ୟ ଯେପରି ଜୀବନରେ କେବେ ସେ ହସି ନାହିଁ। ସୂର୍ଯ୍ୟ ପଶ୍ଚିମକୁ ଢଳୁଛି। ହଁ, ଅଳ୍ପ କ୍ଷଣ ପରେ ଏ ବିଶ୍ୱବ୍ୟାପୀ ଆଲୋକ ପ୍ରଗାଢ଼ ନିଦ୍ରା ଭଜିବ। ସୁଧା, ପୁଣି ଯଦି ମୁଁ ଛବି ଆଙ୍କେ, ଶିଶୁକଣ୍ଠ ଯଦି ଏ ଘରେ ମୁଖରିତ ହୁଏ, ତେବେ ଆଉ ଦୁଃଖ କ'ଣ? ଛବି ଆଙ୍କି ପରିପକ୍ୱତା ଲଭିବାକୁ ମୋର କ'ଣ ଆଉ ସମୟ ଅଛି ପ୍ରିୟେ? ଯଥେଷ୍ଟ। ତୁମେ ମୋର ଛବି ଅଙ୍କାର ସବୁ ସରଞ୍ଜାମ ଯୋଗାଇ ଦେବ? ନିଶ୍ଚୟ। ମୋଠାରୁ ପ୍ରତିଦିନ ନୂଆ ନୂଆ ଛବି ଦେଖିବାକୁ ତୁମର କୌତୂହଳ ଜନ୍ମିବ ଆଗ ଭଳି? ହଁ ତ, ନୁହଁ କାହିଁକି? ଆହୁରି ଆଙ୍କିବାକୁ ଅଳି କରିବ ତୁମେ ମୋ ପାଖରେ? ଅବଶ୍ୟ। ଏଥର ତେବେ ମୁଁ ସୁସ୍ଥ ହୋଇ ଉଠିବି ନୂତନ ଜୀବନ ଧରି। ସତ୍ୟପ୍ରିୟେ, ମୋର ଏହି ଶିଳ୍ପୀ ତମର ଯୋଗ ପାଇନଥିବାରୁ ମ୍ରିୟମାଣ ହୋଇପଡ଼ିଥିଲା। ମୋର ସକଳ ନୈବେଦ୍ୟର ତୁମେ ଯେ ପ୍ରଧାନ ପୁରୋଧା ପ୍ରିୟେ। ରଶ୍ମିରେଖାଟି କରୁଣ ବେଦନାର ଉତ୍ସବରେ ରକ୍ତାଭ ହୋଇ ଉଠିଛି। ରୋଗୀର ବଦନରେ ପୂର୍ଣ୍ଣ ଶାନ୍ତି ବିରାଜିତ। ଅଦୂରରେ ଶଙ୍ଖ ଘଣ୍ଟା ବାଜୁଛି। ରୋଗୀ ଅନ୍ତରରେ ଯୌବନର ବିପୁଳ କ୍ରନ୍ଦନ। ସୂର୍ଯ୍ୟ ଅସ୍ତ ହୋଇଯାଉଛି। ହଁ, ଏ ମଙ୍ଗଳ ଶଙ୍ଖ ଶବ୍ଦ କେଉଁଠାରୁ ଆସୁଛି ପ୍ରିୟେ? ବିବାହର ଶଙ୍ଖ। ବିବାହର? କାହାର ସୁଧା? ପଡ଼ୋଶୀ ବିମଳାର। ଏବେ ମଧ୍ୟ ସଂସାରରେ ବିବାହର ଘଟା ଲାଗି ରହିଛି। ମୋତେ ବୟସ କେତେ ଜାଣ ସୁଧା? କେତେ? କାଲି ଯେ ମୋର ଜନ୍ମତିଥି 35 ପୂରିବ। ଠିକ୍ 15 ବର୍ଷ ପୂର୍ବେ। ହଁ ସୁଧା, ମନେ ଅଛି? ରୋଗୀର ମୁଗ୍ଧ ଦୃଷ୍ଟି ସ୍ତ୍ରୀର ମୁଗ୍ଧ ଦୃଷ୍ଟି ସହିତ ମିଳିତ। ଏ ବୟସରେ ପୁଣି ଜୀବନକୁ ନୂତନ କରି ଆରମ୍ଭ କରି ହୁଏ ସୁଧା? କାହିଁକି ନୁହେଁ? ସୁଧା, କ'ଣ ବିବାହଟା ଜୀବନର ଗୋଟାଏ ନବୀନ ସ୍ପର୍ଶ ନା? ସବୁ ପୁରାତନ ମଧ୍ୟରେ ଚିର ନୂତନ ସେ, ନୁହେଁ କି? ହଁ, ଟିକେ ବିଶ୍ରାମ କର ତୁମେ, ଏବେ ଆଉ ଗପ ନାହିଁ। ଦେଖ ସୁଧା, କାନ୍ଥ ଦେହରେ ସେହି ରକ୍ତିମ ରଶ୍ମି ରେଖାଟା। କ'ଣ ହେଲା? କ'ଣ ହେଲା? କିପରି ନିଭି ନିଭି ଆସୁଛି ଯେ? ହଁ ସୁଧା, ବିବାହଟା ଅତି ସୁନ୍ଦର ନା? ସୁଧା, ସୁଧା, ଆଃ, କେଡ଼େ ମଧୁର ସେହି ନାମଟି। ସହସ୍ରବାର ଡାକିବାକୁ ଯେ ମୋର ଇଚ୍ଛା ହୁଏ। ଏ କ'ଣ ଏତେ ଅଧୀର କାହିଁକି ତୁମେ? ଆଉ ଟିକେ ନିକଟକୁ ଆସ ସୁଧା। ସେହି ରଶ୍ମି ରେଖାଟା। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ରଶ୍ମିରେଖା। ଗଳ୍ପିକ କାଳନ୍ଦୀ ଚରଣ ପାଣିଗ୍ରାହୀ। ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।